ତାକୁ ଆମେ ଦେଖିଥିଲେ। ଚାରୋଟି କାରଣ ଅର୍ଜୁନଙ୍କର ବିଷୟବସ୍ତୁରୁ ଆମେ ପ୍ରାପ୍ତ କରିଥିଲେ, ଯାହାକି ଯୁଦ୍ଧ ନ କରିବା ଇଏ ପ୍ରମୁଖ ଥିଲା। ସେ ଚାରୋଟି କାରଣ କହିପାରିବା କିଏ? କହିଲେ ମୁଁ ଚାରୋଟି କାରଣ ଦେଖିଥିଲେ, କହିପାରିବା? କହିପାରିବନି? ହଁ, ତ ଯେଉଁ ଚାରୋଟି କାରଣ ଥିଲା, ପ୍ରଥମ ହେଲା ଅର୍ଜୁନ ଦର୍ଶାଇଥିଲେ ଯେ ଦୟା, ମୋ ଆଗରେ ମୋର ପିତାମହ ଅଛନ୍ତି, ଗୁରୁ ଅଛନ୍ତି, ଭାତୃ ମାତୃତୁଲ୍ୟ, ପୁତ୍ରତୁଲ୍ୟ, ପୌତ୍ରତୁଲ୍ୟ, ପ୍ରପୌତ୍ରତୁଲ୍ୟ, ତ ଏମାନଙ୍କ ସହିତ ମୁଁ କେମିତି ଯୁଦ୍ଧ କରିବି? ଏ ଦୟାର କାରଣ। ଦ୍ୱିତୀୟ ହେଲା ବାସ୍ତବରେ ଅର୍ଜୁନ ଭୌତିକତାରେ ସମ୍ପର୍କିତ ପ୍ରଶ୍ନକୁ ନେଇଥିଲେ, ତେଣୁ ସେ ଖୋଜୁଥିଲେ ଯେ ଏ ପ୍ରକାର ଯୁଦ୍ଧରୁ ମୁଁ କେଉଁ ପ୍ରକାର ଖୁସି ପ୍ରାପ୍ତ କରିବି, ଏଥିରୁ ମୁଁ କଣ ଖୁସି ପ୍ରାପ୍ତ କରିବି। ତୃତୀୟ କଥା ହେଲା হ্যাঁ ଇଏ ପାପ। পানি বাড়ছে তা ହରେ କୃଷ୍ଣ। তোর মামুদের ଇଏ ହେଲା ପାପ, କାରଣ ଅନ୍ୟକୁ ହତ୍ୟା କରିବା ଏ ସାଧାରଣତଃ ପାପ ବୋଲି ନିଆଯାଇଥାଏ। ଏବଂ ଚତୁର୍ଥ ହେଲା ପରିବାର କଷ୍ଟ। ଯେହେତୁ ପରିବାରର ଯଦି ପୁରୁଷ ବୀର ନଷ୍ଟ ହେଇଯାଆନ୍ତି, ତେବେ ତାହା ନିଶ୍ଚିତ ରୂପେ ପରିବାର ଭିତରେ ଏକ ଅନିଶ୍ଚିତତା ସୃଷ୍ଟି କରିବ, ଯାହାକି ପରିବାରର ବଂଶ ମର୍ଯ୍ୟାଦା କଳୁଷିତ କରିବ। ତେଣୁ ମୁଁ ଯୁଦ୍ଧ କରିବି ନାହିଁ କହି ଅର୍ଜୁନ କଣ କରିଛନ୍ତି ନା ଗାଣ୍ଡିବ ତ୍ୟାଗ କରିଦେଇ ବସି ଯାଇଛନ୍ତି। ବାସ୍ତବରେ ଯଦି ଆମେ ଦେଖିବା, ଏ ପରିସ୍ଥିତିଟା ଧୃତରାଷ୍ଟ୍ରଙ୍କ ପାଇଁ ଏକ ଆନନ୍ଦର ସଞ୍ଚାର ପ୍ରଦାନ କରିଥିବ। କିନ୍ତୁ ଧୃତରାଷ୍ଟ୍ର ଚାହୁଁଥିଲେ ଯେ କୌଣସି ମତେ ଯୁଦ୍ଧ ନ ହେଉ ଏବଂ ଦୁର୍ଯ୍ୟୋଧନ ଜିତି ଯାଉ। ବୋଧହୁଏ ତାଙ୍କର ସେ ସ୍ୱପ୍ନ ସେ ସାକାର ହବାର କଳ୍ପନା କରୁଛନ୍ତି। ସେ ସାକାର ହେବାର କଳ୍ପନା କରୁଛନ୍ତି। ସଞ୍ଜୟ କହିଛନ୍ତି ନା ଯେ ଅର୍ଜୁନ ଯୁଦ୍ଧକୁ ତ୍ୟାଗ କରିଦେଲେ, ତେଣୁ ଧୃତରାଷ୍ଟ୍ର ତାଙ୍କର ଇଚ୍ଛା ପୂର୍ଣ୍ଣ ହେବାର ସେ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ଭିତରେ ବି ତ ସନ୍ଦେହ ରହିଛି ଯେ ଯୁଦ୍ଧ ତ କୃତ ନିଶ୍ଚୟ ହେଇଯାଇଛି। ଯଦି ଯୁଦ୍ଧ ହେବ, କଣ ଦୁର୍ଯ୍ୟୋଧନ ଜିତିବ? ନା। କିନ୍ତୁ ଭୟ ଏପଟେ ଯେହେତୁ ଧର୍ମକ୍ଷେତ୍ର, ଏଥିରେ କଣ ଦୁର୍ଯ୍ୟୋଧନ ଭୟ ପରିବର୍ତ୍ତନ ହେଇଯିବ? ଦୁର୍ଯ୍ୟୋଧନ ଭୟ କରିକି ପରିବର୍ତ୍ତନ ହେଇଯିବ, ନାଇଁ ନାଇଁ ଯୁଦ୍ଧ କରିବା ଦରକାର ନାହିଁ, ଯାହା ନେବାର ଅଛି ପାଞ୍ଚଟି ନେଇଯାଆନ୍ତୁ। କିନ୍ତୁ ଆଶା ଅଛି ନାଇଁ ନାଇଁ ସେମିତି ହବନି, ବରଂ ଯୁଧିଷ୍ଠିର ଧର୍ମରାଜ ସିଏ ଯୁଦ୍ଧ ପରିତ୍ୟାଗ କରିଦେବେ ଏବଂ ଦୁର୍ଯ୍ୟୋଧନ ଜିତିଯିବ। ତ ଏ ସମସ୍ତ ଆଶଙ୍କା ଭିତରେ, ଏ ସମସ୍ତ ସୁନିଶ୍ଚିତ ଭିତରେ ଏକ ପୂର୍ଣ୍ଣଚ୍ଛେଦ ଆସିଗଲା ଯେତେବେଳେ ଭଗବାନ କହିବା ଆରମ୍ଭ କଲେ ଏବଂ ତାହା ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି। ଆମେ ପଢିବା ଆଜିର ଅଧ୍ୟାୟରେ ପ୍ରଥମରୁ ଦଶମ ଶ୍ଲୋକ ପର୍ଯ୍ୟନ୍ତ ଅର୍ଜୁନଙ୍କର ଅନନ୍ୟ ଭାବ ଏବଂ ଅନନ୍ୟ ସମୟରେ ଭଗବାନଙ୍କୁ
अर्जुन केउं प्रकार गुरु रूपरे स्वीकार करिसंती। एकादश रु 30 नंबर श्लोक जे आमे पढ़िबा वास्तव रे भगवान अर्जुन को केउं प्रकार दयार भावरो बाहर को आसीबा पई सांख्य ज्ञान बा आत्म तत्वर ज्ञान प्रदान करिसंती। 31 नंबर श्लोक रु 37 38 से हमें पढ़िबा जे वास्तव रे अर्जुन सकाम कर्मरो जो आनंद प्राप्त ही थाए ताहा विषय भगवान का मुखरु श्रवण करिसंती। 38 नंबर रो 53 43 ना 63 टोटल अच्छे ना। हाँ 53 जाए में पढ़िबा जे निष्काम कर्म निष्काम कर्म ଯାହାକି ବିରକ୍ତି ଭାବରେ ବୈରାଗ୍ୟ ଭାବରେ ତାହା ମନୁଷ୍ୟକୁ ପାପରୁ ମୁକ୍ତ କରିଥାଏ। ପାପରୁ ମୁକ୍ତ କରିଥାଏ। ଏବଂ ଆଉ ଏକ ବିଷୟ ଆସିବ ଯେ ଅର୍ଜୁନଙ୍କ ଭିତରେ ଯେଉଁ ଦ୍ୱନ୍ଦ୍ୱ ଭାବ ଏ ଦ୍ୱିତୀୟ ଅଧ୍ୟାୟର କାରଣରେ ଆସିବ। ସେ ଦ୍ୱନ୍ଦ୍ୱ ଭାବକୁ ଦୂର କରିବା ପାଇଁ ଭଗବାନ କଣ କରିଛନ୍ତି ଅର୍ଜୁନଙ୍କୁ ସ୍ଥିତପ୍ରଜ୍ଞ ବିଷୟରେ କହିଛନ୍ତି ଯେ ଯିଏ ସ୍ଥିତପ୍ରଜ୍ଞ ହେଇଥାଏ ଆତ୍ମାରେ ସ୍ଥିତ ହେଇଥାଏ ସେ କେମିତି ଦ୍ୱନ୍ଦ୍ୱରୁ ମୁକ୍ତ ପାଏ। अर्जुन तुम्हें से स्थितप्रज्ञ हुआ। ଏବଂ ଆଉ ଯେଉଁ ପରିବାର କଷ୍ଟ ବିଷୟ ତାହା ଆମର ତୃତୀୟ ଅଧ୍ୟାୟରେ ଆମେ ତାହାର ଉତ୍ତରକୁ ଠିକ ଭାବରେ ଦେଖିବା। ତୃତୀୟ ଅଧ୍ୟାୟର 21 ନମ୍ବର ଶ୍ଲୋକରେ ଯେହେତୁ अर्जुन निज प्रश्नर समस्त उत्तर प्राप्त करिसेंती द्वितीय अध्याय एवं सांख्य ज्ञान को प्राप्त करिसेंती। तेणु ए अध्याय को गीतार सार मध्य कह जाय थाए। गीतार सार मध्य कह जाय थाए ब्रह्म तत्व को प्राप्त करवा। किंतु अर्जुन केवल द्वितीय अध्याय रे बा एतिकी प्रश्न भितरे संपूर्ण उत्तर को से प्राप्त न करी आग को जो प्रश्न करिसेंती एही विषय को परिव्याप्त करी एवं यह को प्राप्त करिवार उपाय ए ज्ञानर परिव्याप्त एवं क्यों भाव रे ए ज्ञान को ग्रहण करिवार आवश्यकता रही ता भगवान संपूर्ण गीता रे कहिसंते। तो अर्जुन जितेबेले युद्ध न करिवार निष्पत्ति नहीं संपूर्ण रूपे गांडीव को त्याग करी बसी जाइछंती सेठो आरंभ होइछि द्वितीय अध्याय। निजर पुत्र को माने अनावश्यक जो आसक्ति पुत्र प्रति अनावश्यक जो आसक्ति से आसक्तिर कारण हेउछि महाभारत बा हमर एही युद्ध। तेणु आसक्ति विहीन मनुष्य एवं आसक्तियुक्त मनुष्य भितरे जो फरक आमे काली अर्जुन एवं दुर्योधन स्वभाव को देखी ताहा मध्य आज आग को आमे बढ़िबा। दुर्योधन तो द्रोण के प्रति जो व्यवहार करितला ताहार परिणति आमे देखिथिले एवं से व्यवहार को से पुनर्वार
ରାଜନୈତିକ ଛଳରେ ଦ୍ରୋଣ ଏବଂ ଭୀଷ୍ମଙ୍କୁ ନିଚ ଦେଖେଇବା ବା ସେମାନଙ୍କୁ ଭୟଭୀତ କରିବାର ଯେଉଁ ଛଳନା ଏବଂ ସୈନ୍ୟମାନେ ମୋ ପାଇଁ ଜୀବନ ଦେବାକୁ ଆସିଛନ୍ତି ଏହି ପ୍ରକାର ଆତ୍ମଗର୍ବର ଯେଉଁ ବିଷୟ, ତାହା ହିଁ ଦୁର୍ଯ୍ୟୋଧନ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା। ଯୁଦ୍ଧରେ ସମସ୍ତଙ୍କର ମାନେ ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଯେଉଁମାନେ ଯୁଦ୍ଧ କରୁଥିଲେ ନିଜ ନିଜର ଫାଇଦା ଏବଂ ମଜବୁରି ଅନୁସାରେ, କିନ୍ତୁ ପାଣ୍ଡବଙ୍କ ସପକ୍ଷରେ ଯେଉଁମାନେ ଯୁଦ୍ଧ କରୁଥିଲେ ସେମାନେ ବାସ୍ତବିକ ଧର୍ମ ଏବଂ କର୍ତ୍ତବ୍ୟର ଆବଶ୍ୟକତା ପାଇଁ ଲଢୁଥିଲେ। ତେଣୁ ଏ ଦୁଇଟାକ ଭିତରେ ଆମେ ଦେଖିପାରୁଥିବା ଯେ ଯୁଦ୍ଧ ପାଇଁ ବାସ୍ତବିକ ଆନ୍ତରିକତା ପାଣ୍ଡବ ମାନଙ୍କ ସପକ୍ଷବାଦୀଙ୍କ ପକ୍ଷରେ ଥିଲା ଏବଂ ତାହା ଭଗବାନଙ୍କୁ ସେହି ପକ୍ଷ ସହାୟକ ହେବା ଇଏ ସୁନିଶ୍ଚିତ ହେଉଥିଲା। ପ୍ରଥମେ ତ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ମାନେ ସଜେଇବା ପାଇଁ ବା ଅର୍ଜୁନଙ୍କୁ ଯେମିତି ଆମେ କହୁଛେ ମାନେ ତାଙ୍କୁ ଠିକ ରାସ୍ତାରେ ଆଣିବା ପାଇଁ କିଛି କଡ଼ା ଶବ୍ଦ କହିଛନ୍ତି। କଣ କହିଛନ୍ତି ନା, ସଞ୍ଜୟ ହରେ କୃଷ୍ଣ तं ତଥା କୃପୟା ବିଷ୍ଟ ମଶ୍ରୁପୁର୍ଣ୍ଣା ମଶ୍ରୁପୁର୍ଣ୍ଣାକୁଳେ କ୍ଷଣମ୍ ବିଷିଦନ୍ତम् ଇଦଂ ବାକ୍ୟମ୍ ଉବାଚ ମଧୁସୂଦନ। ତ ମଧୁସୂଦନ କହିବାକୁ ଆରମ୍ଭ କଲେ। ମଧୁସୂଦନ କହିବାକୁ ଆରମ୍ଭ କଲେ। ଭଗବାନ କୃଷ୍ଣ କହିବାକୁ ଆରମ୍ଭ କରିଛନ୍ତି। ଭଗବାନ ଉବାଚ ଏଥିପାଇଁ ଦିଆଯାଇଛି, ଆମେ ଜାଣିଛେ ବଳବାନ ଯାହା ପାଖରେ ବଳ, ସମସ୍ତ ପ୍ରକାର ବଳର ଅଧିକାରୀ, ଧନବାନ ଧନର ଅଧିକାରୀ, ସେମିତି ବି ଭଗବାନ ଇଏ ସମସ୍ତ ଭଗର ଅଧିକାରୀ ଅଟନ୍ତି। ଇଏ ସମସ୍ତ ଭଗର ଅଧିକାରୀ ଅଟନ୍ତି। କଣ ନା ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ୟସ୍ୟ ଯଶସଃ ଶ୍ରିୟଃ ଜ୍ଞାନ ବୈରାଗ୍ୟ ଉପଶ୍ଚୈବ ଷଣାଂ ଭଗ ଇତିରଣା। ଏ ଛଅଟାକୁ ଭଗ ବୋଲି କୁହାଯାଏ। ଧନ ମାନେ ଧନର ପ୍ରକୃତ ଅର୍ଥ ଆମେ ଖାଲି ନେଇଯାଉଛେ ପଇସା, ନାଇଁ ନାଇଁ, ଧନ ବିଭିନ୍ନ ଧନ ରହିଛି ଯାହାକି ମଣିଷର ଯାହା ନଷ୍ଟ ହୁଏ ନାହିଁ। ଧନ, ଖ୍ୟାତି, ସୌନ୍ଦର୍ଯ୍ୟ, ଶକ୍ତି, ଜ୍ଞାନ, ତ୍ୟାଗ, ଏ ସମସ୍ତ ଭଗର ସମ୍ପୂର୍ଣ୍ଣ ଅଧିକାରୀ। ଆମ ପାଖରେ ଯଦି କିଛି ଧନ ରହିଛି ତେବେ ସେ ଧନର ପ୍ରକୃତ ଅଧିକାରୀ ହେଉଛନ୍ତି ଭଗବାନ, ଅର୍ଥାତ ସିଏ ଧନର ସମ୍ପୂର୍ଣ୍ଣତା। ତେଣୁ ଏ ପ୍ରକାର ଭଗର ଅଧିକାରୀ ଥିବା ଯୋଗୁଁ ସେ ହେଉଛନ୍ତି ଭଗବାନ। ତ ଭଗବାନ କହୁଛନ୍ତି, ଅର୍ଜୁନ ଏ ପ୍ରକାର ସଙ୍କଟ ସମୟରେ ତମର ମନ ଭିତରେ ଏ ପ୍ରକାର ଦ୍ୱନ୍ଦ୍ୱ କାହିଁକି ଜାଗ୍ରତ ହେଉଛି? ବାସ୍ତବରେ ଯେଉଁମାନେ ଯଶସ୍ୱୀ ପୁରୁଷ, ଯେଉଁମାନେ ଜ୍ଞାନୀ, ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ରହିବା କଥା ନାହିଁ। ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ରହିବା କଥା ନାହିଁ। କାରଣ ଦ୍ୱନ୍ଦ୍ୱ ମଣିଷକୁ କେବେ ହେଲେ ସଫଳତା ପ୍ରଦାନ କରି ନାହିଁ। ଦ୍ୱନ୍ଦ୍ୱ ମଣିଷକୁ କେବେ ହେଲେ ସଫଳତା ପ୍ରଦାନ ପାରେ ନାହିଁ।
ତେଣୁ ତୁମ ପରି ଜଣେ ବୀର ଏହି ପ୍ରକାର ଦ୍ୱନ୍ଦ୍ୱ କରିବା ଇଏ ଅନୁଚିତ ଅଟେ। ତ ଭଗବାନ କହୁଛନ୍ତି ଅର୍ଜୁନ, କ୍ଷମା କରିବେ, ଅର୍ଜୁନ କହୁଛନ୍ତି ହେ ପ୍ରଭୁ, ବାସ୍ତବରେ ଯୁଦ୍ଧ କରିବା ନ କରିବା ଇଏ ମୋର ଦ୍ୱନ୍ଦ୍ୱର କାରଣ ନୁହେଁ। ଇଏ ଦ୍ୱନ୍ଦ୍ୱ କାରଣ ନୁହେଁ। ମୁଁ କେମିତି ମୋର ପିତାମହଙ୍କୁ ହତ୍ୟା କରିପାରିବି? ଭୀଷ୍ମ ଦ୍ରୋଣ ଏମାନେ ତ ମୋର ନମସ୍ୟ ଅଟନ୍ତି। ଏମାନଙ୍କୁ ମୁଁ ପ୍ରଭାତ ପ୍ରଣାମ କରିଥାଏ। ତ ଇଏ ହଉଛି ମୋର ଦୟାର ଭାବ। ଭଗବାନ କହୁଛନ୍ତି ଅର୍ଜୁନ, ଇଏ ତୁମର ଦୟାର ଭାବ ନୁହେଁ, ଇଏ ହଉଛି ତୁମର ହୃଦୟର ସଂକୀର୍ଣ୍ଣ ବିଚାର। ହୃଦୟର ତୁମର ସଂକୀର୍ଣ୍ଣ ବିଚାର। ମଣିଷର ବିଚାର ଯେତିକି ବିସ୍ତୃତ ହେବ, ସିଏ ସେତିକି ନିରାପଦ ରହିବ, ସିଏ ସେତିକି ଆନନ୍ଦ ପ୍ରାପ୍ତ ହେବ ଏବଂ ସିଏ ସେତିକି ବିଜୟ ଯୁକ୍ତ ବି ହେଇପାରିବ। ଆପଣ ଦେଖନ୍ତୁ, ଜଣେ ଆମେ ଗୋଟେ ବିଷୟକୁ ନେଇ କହୁଛେ, କିନ୍ତୁ ଆଉ ଜଣେ ସେଇ ବିଷୟକୁ ବିଭିନ୍ନ ଦିଗରୁ ଚିନ୍ତା କରି କହୁଛି। ଜଣେ କହନ୍ତି ନା, ବଡ ହେଇଗଲେ ତାର ଜୀବନର ଅଭ୍ୟାସ ନେଇକରି ସେ ବିଭିନ୍ନ ଦିଗ ଅଧିକ ଚିନ୍ତା କରି ଉତ୍ତର ଦିଏ। ସେଥିପାଇଁ ବଡ ମାନଙ୍କର କଥାକୁ ଗ୍ରହଣ କରିବା ଏ ବହୁତ ଉଚିତ ଅଟେ। ତ ଦିଗନ୍ତର ଯୋଉ ଅନୁଭୂତି ସେ କଥା ଭିତରେ ରହିଥାଏ, ତ ଦିଗନ୍ତ ଯେତିକି ଅଧିକ ଚିନ୍ତନ ହବ, ମନୁଷ୍ୟ ସେତିକି ସୁରକ୍ଷିତ ରହିବ ଏବଂ ସେତିକି ଆନନ୍ଦ ପ୍ରାପ୍ତ କରିବ। ତ ଭଗବାନ କହୁଛନ୍ତି ଅର୍ଜୁନ, ତୁମେ ଯେଉଁ ଚିନ୍ତନ କରିଛ ତାହା ସଂକୀର୍ଣ୍ଣ ଚିନ୍ତନ ଅଟେ, ସଂକୀର୍ଣ୍ଣ ଚିନ୍ତନ ଅଟେ। ତ ଅର୍ଜୁନ କହୁଛନ୍ତି ଏମାନଙ୍କୁ ମୁଁ କେଉଁ ପ୍ରକାର ହତ୍ୟା କରିପାରିବି? ଏମାନଙ୍କୁ ହତ୍ୟା କରିବା ମୋର ଯୋଉ ବିଚାର, ଇଏ କଣ ସଂକୀର୍ଣ୍ଣ ଅଟେ? ଏମାନଙ୍କୁ ହତ୍ୟା କରିବା ଅପେକ୍ଷା ତ ମୁଁ ଚିନ୍ତା କରୁଛି ବରଂ ଭଲ ହେବ ମୁଁ ଭିକ ମାଗି ଚଳିବାଟା। ଭୌତିକତାର ବିଷୟକୁ ସ୍ୱୀକାର କରିବା ଇଏ ଅର୍ଜୁନଙ୍କ ପାଖରେ ଦେଖା ଦେଇଛି। ଅର୍ଜୁନ ସବୁ କିଛି କହିଛନ୍ତି, କିନ୍ତୁ ସବୁ ଭୌତିକ ଚିନ୍ତନ ଭିତରେ ସୀମିତ ରହିଛି। ସବୁ କିଛି ବିଷୟ ଭୌତିକ ଚିନ୍ତନ ବିଷୟରେ ରହିଛି। ମୁଁ ଭିକ ମାଗି ଚଳିବି। ଅର୍ଜୁନଙ୍କ ଭିତରେ ଭାବ ଜାଗ୍ରତ ହେଇଛି ଯେ ବାସ୍ତବରେ ବୋଧହୁଏ ଭଗବାନ କୃଷ୍ଣ ମତେ এই ଯୁଦ୍ଧ ଦ୍ୱାରା କିଛି ପ୍ରାପ୍ତ କରିବାର ବ୍ୟବସ୍ଥା କରୁଛନ୍ତି। ଏ ଯୁଦ୍ଧ ଦ୍ୱାରା କିଛି ଭୌତିକତା ପ୍ରାପ୍ତ କରିବାର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ସେ କହୁଛନ୍ତି ଏଥିରେ କଣ ଖୁସି ଅଛି? ଏଥିରୁ ମତେ ଯଦି ରାଜ୍ୟ ମିଳିବାର ଅଛି, ତାଠୁ ବରଂ ହବ ମୁଁ ଭିକ ମାଗି ଚଳିବି। ତ ଅର୍ଜୁନଙ୍କର ଦୃଷ୍ଟିକୋଣ କେବଳ ରାଜ୍ୟ, କିଛି ଭୌତିକତା ପ୍ରାପ୍ତି ହିଁ ଯୁଦ୍ଧର କାରଣ, କିନ୍ତୁ ଭଗବାନ କୃଷ୍ଣଙ୍କ ପାଇଁ ତାହା ନଥିଲା। ଭଗବାନ କୃଷ୍ଣଙ୍କ ପାଇଁ ତାହା ନଥିଲା, ଇଏ ଥିଲା ଫରକ। କୃଷ୍ଣଙ୍କ ପାଇଁ ଯୁଦ୍ଧ ଥିଲା ଆବଶ୍ୟକତା। କୃଷ୍ଣଙ୍କ ପାଇଁ ଯୁଦ୍ଧ ଥିଲା ଧର୍ମର ପୁନଃ ପ୍ରତିଷ୍ଠା। କୃଷ୍ଣଙ୍କ ପାଇଁ ଯୁଦ୍ଧ ଥିଲା ଅଧର୍ମର ବିନାଶ। କୃଷ୍ଣଙ୍କ ପାଇଁ ଯୁଦ୍ଧ ଥିଲା ବାସ୍ତବରେ ପ୍ରକୃତ ଧର୍ମକୁ ଯୁଗ ଯୁଗ ପାଇଁ ପ୍ରଦାନ କରିବା, ମନୁଷ୍ୟକୁ ପ୍ରଦାନ କରିବା। ତେଣୁ ସିଏ ଅର୍ଜୁନଙ୍କୁ ପଚାରିଲେ, ତେବେ ଅର୍ଜୁନ, ତାହେଲେ ତୁମେ କଣ କରିବାକୁ ଠିକ କରିଛ? ତାହେଲେ ତୁମେ କଣ କରିବାକୁ ଠିକ କରିଛ? ଯଦି କହୁଛ ଯେ ଏମାନଙ୍କୁ ମୁଁ କେମିତି ମାରିବି, ଏ ମୋର ହୃଦୟର ସଂକୀର୍ଣ୍ଣତା ନୁହେଁ,
ତେବେ ତୁମେ କଣ କରିବାକୁ ଠିକ କରିଛ? ତ ଅର୍ଜୁନ କହୁଛନ୍ତି, ହେ ପ୍ରଭୁ, ତାହା ତ ମୁଁ ଜାଣିପାରୁନାହିଁ। ତାହା ମୁଁ ଜାଣିପାରୁନାହିଁ। ସତ୍ୟର ସ୍ୱୀକାର, ସତ୍ୟର ସ୍ୱୀକାର କରିଛନ୍ତି। ମୁଁ ଜାଣିପାରୁନାହିଁ ଯେ ବାସ୍ତବରେ କଣ କରାଯିବ। ଇଏ ଅର୍ଜୁନଙ୍କ ଭିତରେ ଜୀବନର ଦ୍ୱନ୍ଦ୍ୱ ପ୍ରାପ୍ତ ହେଇଛି। ଅର୍ଜୁନ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଇଏ ହଉଛି ପଞ୍ଚମ କାରଣ ଯୁଦ୍ଧ ନ କରିବାର, ଯାହା ମୁଁ କହୁଥିଲି। ଅର୍ଜୁନ ଦ୍ୱନ୍ଦ୍ୱ ଭିତରକୁ ଆସି ଯାଇଛନ୍ତି ଏବଂ ମଣିଷ ଜୀବନରେ ଦ୍ୱନ୍ଦ୍ୱ ଆସିବା ଇଏ ସ୍ୱାଭାବିକ। ଆମ ଜୀବନରେ ମଧ୍ୟ ଦ୍ୱନ୍ଦ୍ୱ ପ୍ରତିଦିନ, ପ୍ରତି ମୁହୂର୍ତ୍ତ, ପ୍ରତି ସମୟରେ ଆସିଥାଏ। କିନ୍ତୁ ସେ ଦ୍ୱନ୍ଦ୍ୱକୁ ପାରି ହେବାର ପ୍ରକ୍ରିୟା, ସେ ଦ୍ୱନ୍ଦ୍ୱ ସମୟରେ ଆମର କର୍ତ୍ତବ୍ୟ ଆମେ ଭୁଲ କରିଥାଉ। ଦ୍ୱନ୍ଦ୍ୱ ସମୟରେ ଆମର ବାସ୍ତବିକ କର୍ତ୍ତବ୍ୟ କଣ? ଏ ଦ୍ୱନ୍ଦ୍ୱରୁ ପାର ହେବାର ବାସ୍ତବିକ ପ୍ରକ୍ରିୟା କଣ? ଆମେ ତାହାକୁ ଭୁଲ କରିଦେଇଥାଉ। ତ ଏହି କାରଣରୁ ତାଙ୍କ ଭିତରେ ଦ୍ୱନ୍ଦ୍ୱ ଆସିଥିଲା ଏବଂ ଦ୍ୱନ୍ଦ୍ୱରୁ ବାହାର ହେବା ପାଇଁ ଅର୍ଜୁନ କଣ କରିଛନ୍ତି? ସଞ୍ଜୟ ଧୃତରାଷ୍ଟ୍ର ମହାରାଜକୁ କହୁଛନ୍ତି, एवं मुक्ता ऋषिकेशं गुडाकेशः परन्तप न युज्य इति गोविंदम उक्त्वा तुष्टिं बभूव। ଅର୍ଜୁନ ଏତେ ଶୋକାକୁଳ ହେଇଯାଇଥିଲେ, ବାସ୍ତବରେ ସେ ନିଜ ଲୋକମାନଙ୍କର ମୃତ୍ୟୁର ଯେଉଁ ବିଭୀଷିକା ନିଜ ଆଗରେ ଦେଖି ପାରୁଥିଲେ, ହଜାର ହଜାର କୋଟି କୋଟି ଲୋକଙ୍କର ମୃତ୍ୟୁର ଯେଉଁ ବିଭୀଷିକା, ତାହା ତାଙ୍କର ମନ ଭିତରେ ଦୁଃଖ ପ୍ରଦାନ କରୁଥିଲା। ତାହା ତାଙ୍କର ମନ ଭିତରେ ଦୁଃଖ ପ୍ରଦାନ କରୁଥିଲା ଏବଂ ସେଇ ଦୁଃଖର ମ୍ରିୟମାଣରେ ଅର୍ଜୁନ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ, ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଥିଲେ ଏବଂ ତାହା ପୁଣି ଭଗବତ ଗୀତା ମାନେ କୁରୁକ୍ଷେତ୍ର ମହାଭାରତ ଯୁଦ୍ଧ ପରି ସ୍ଥାନରେ, ଏକ ଭୟଙ୍କର ଯୁଦ୍ଧର ସ୍ଥାନରେ ଅର୍ଜୁନ ମାନେ ଯିଏକି ଯୁଦ୍ଧର ପ୍ରମୁଖ ଥିଲେ, ସେ ନିଜେ ଭାଙ୍ଗି ପଡ଼ିଛନ୍ତି। ଅର୍ଜୁନ ଭାଙ୍ଗି ପଡ଼ିଛନ୍ତି କିନ୍ତୁ ଭଗବାନଙ୍କର ଶରଣାଗତ ନେଇଛନ୍ତି। ଭଗବାନଙ୍କର ଶରଣାଗତ ନେଇଛନ୍ତି। କେମିତି ନା ଅର୍ଜୁନ କହିଲେ, ଅର୍ଜୁନ କହୁଛନ୍ତି ଯେ ମୁଁ ନିଷ୍ପତ୍ତି ନେଇପାରୁନାହିଁ, ତେଣୁ ତୁମେ ମୋର ଗୁରୁ ରୂପରେ ମତେ ମାର୍ଗଦର୍ଶନ କରନ୍ତୁ। हे प्रभु, ଆପଣ ମତେ ଗୁରୁ ରୂପରେ ମାର୍ଗଦର୍ଶନ କରନ୍ତୁ। ମଣିଷକୁ ଦ୍ୱନ୍ଦ୍ୱ ସମୟରେ ଧର୍ମର ଆଶ୍ରୟ ନେବା ଦରକାର। ଭଗବତ ଆଶ୍ରୟ ମଣିଷକୁ ବିପଦ ମୁକ୍ତ କରିଦେବ, ବିପଦକୁ ନଷ୍ଟ କରିଦେବ ନାହିଁ,
विपदर मुक्त करदेव, विपदर उद्धार करदेव। विपदर उद्धार है। तेणु अर्जुन जो विषय को से स्वीकार करते जे भगवान शरणागत हेवा ताहा तांको विपद मुक्त करितला। भगवान कहते 11 नंबर ये श्लोक वास्तव रे भगवत गीतार जो ज्ञान प्रदान यही श्लोक ठारू आरंभ है। द्वितीय अध्याय 11 नंबर श्लोक ठारू। तो इस श्लोक को जदि आम देखा भगवान आरंभ करचंती अशोच्य अशोच्या नन्न शोचस्तं, अशोच्या नन्न शोचस्तं, अशोच्य अनन्न शोच त्वम। तुम्हें सही विषय को चिंता करुच जहा कि तुम्हें चिंता करवा अनुचित। तो आरंभ होईची सूचना करिवारु, चिंता करवा विषय। अर्जुनंकर चिंता को परिवर्तन करवा, अर्जुनंक चिंतारे शुद्धता आनिवा, अर्जुनंक चिंतारे आध्यात्मिकता आनिवा, ये हेउची भगवत गीता प्रदान करवा अर्जुन को उद्देश्य थिला। तेणु मनुष्य भगवत गीता द्वारा संसार दुख रु पारी हो जाए तार कारण हला भगवत गीता द्वारा मनुष्यर चिंतन को शुद्धता प्राप्ति ही थाए। उत्तम दिगंत चिंतन रे भगवत गीता सदा सर्वदा प्रति मुहूर्त रे, प्रति समय रे, प्रति विषय रे साहाय्य करिथाए। भगवत गीता मन सहित ओतप्रोत भाव रे जड़ित। कहीं ना चिंतन मन रे ही हम मनर स्थिरता, मनर विकसित कार्य, मनुष्यर जो चेतना ताको स्थिर करि पारिबो एवं चेतनार स्थिरता मनुष्यर चिंतन को शुद्धता प्रदान करिथाए। तेणु भगवान अर्जुन को कहउचंती जे तुम्हें वास्तव रे जो विषय तुम्हें चिंता करवा कथा न असोच्य ताहाको तुम्हें चिंता करुच। तुम्हें कहउच जे मो ज्ञान कथा कहूची, चिंता करी कहूची, किंतु विज्ञ व्यक्ति समस्त दिगर चिंतन को ठीक भाव रे लय करिथाए। किंतु तो मुझे तुम पाखे देखुची जहाँ चिंता करवा कथा नुह ताहाको तुम्हें चिंता करुच। तुम्हें क्यों प्रकार विज्ञ कथा कहूच? जो माने शोकर योग्य नुहंती, जो विषय शोकर योग्य नुहे तुम्हें ताहा विषय शोक करुच। अर्जुन ये हूँ आत्मा, ये शरीर जन्म होइछि शिशु, पुनि यौवन प्राप्त हेब, पुनि वृद्ध हो, पुनि मृत्यु। ये शरीर सदाबले विकार युक्त, ये जन्म हेब और मृत्यु हेब। किंतु तुम्हें तो आत्मा ना, तुम्हें तो आत्मा। तो अर्जुन कहते हे प्रभु आपण जहाँ को कहते ना ए शरीरटा नष्ट हो, मुझे से शरीरटा को भल पाऊँ। पितामह भीष्मकर जो शरीर रही धड़ा दाढ़ी बलिष्ठ शरीर, जिते मत सी कोड़े नियंती से शरीर द्वारा मुझे आनंद प्राप्त करि थाए। भीष्म द्रोण मते सही शरीर रे स्पर्श रे
विभिन्न प्रकार ज्ञान सर विद्या मते प्रदान करिसेंती मु तो सेही शरीरटा प्रति मोर आग्रह रहिछि। ये शरीर तो साधारण तो नुहे ना। भगवान कहउचंती अर्जुन ये सुख दुख ग्रीष्म ठंडा ये जीवन रे आसे। जीवन रे सुख आसीछि माने आपण प्रस्तुत हे रहबा दरकार दुख भी आसीबो एवं दुख भी आसीछि माने आपण धैर्य भी रखा दरकार सुख निश्चित आसीबो। जेमिति जनको ग्रीष्म ऋतु भल लागे ताहार अर्थ नुहे जे संसार रे ग्रीष्म ऋतु आसीबो नाही। तार अर्थ नुहे संसार रे शीत ऋतु आसीबो नाही। जहाको ग्रीष्म ऋतु भल लागे से शीत ऋतु को सह्य करने को पड़िबो एवं ग्रीष्म आसीबा को अपेक्षा करने को पड़िबो। जहाको शीत ऋतु भल लागे ताको ग्रीष्म सह्य करने को पड़िबो एवं शीत ऋतु आसीबा को अपेक्षा करने को पड़िबो। तेणु सह्य करवा एवं अपेक्षा करवा ये जो क्षणिक पाई कष्ट प्रदान करिथाए अर्जुन तुम्हें ताको स्वीकार करिवार अभ्यास कर ताको सहन करिवार अभ्यास कर। एई परिवर्तन को जे सह्य करि पारे वास्तव रे से ही धर्म पालन करिवार साहस करि परिबो। से ही धर्म पालन करि परिबो। एवं से धर्म मनुष्य को भगवत ज्ञान प्रदान करिबो। एवं हे अर्जुन ये भगवत ज्ञान मनुष्य को मुक्ति प्रदान करि नब जन्म मृत्यु चक्र रु उद्धार करि नब। अर्जुन आत्मा होची अविनाशी अजन्मा नित्य आत्मार मृत्यु नहीं। आत्मा होची अनंत। आत्मा होची अव्यक्त। आत्मा होची अविकार विकार नहीं। जिन शरीर रे विकार अच्छी जन्म हला वृद्धावस्था जन्म हेबा समय गोटे प्रकार शरीर वृद्धावस्था समय आ गोटे प्रकार शरीर तो आत्मा से विकार नहीं। तेणु आत्मा एवं शरीर प्रभेद को तुम्हें सज्ञान कर। आत्मा एवं शरीर प्रभेद को जानिबा से विषय ज्ञान अर्जन करवा हेउची सांख्य ज्ञान। से सांख्य ज्ञान द्वारा भगवान का सहित जोड़ी वाला सांख्य योग। अर्जुन नैनं छिन्दन्ति शस्त्राणि नैनं दहति पावक न चैनं क्लेदयन्त्याप न शोषयति मारुतः। ये आत्मा को अस्त्र अग्नि जल वायु केही भी नष्ट करि परिबे नाही। एमिति भी वर्णना अछि जे अर्जुन के पाखरे ए चारोटी जाकर शस्त्र थिला। अस्त्र शस्त्र तो थिला अग्नि उत्पन्न करिवार शक्ति थिला वायु उत्पन्न करिवार शक्ति थिला जल उत्पन्न करिवार शक्ति थिला। तो भगवान परोक्ष भाव में कहिचंती जे अर्जुन तुम पाखरे जेते शक्ति थाव ना कहीं तुम्हें आत्मा को केबे नष्ट करि परिबो नाही। तुमर युद्ध केवल शरीर पाई केवल शरीर पाई। अर्जुन ये जातस्य ही ध्रुव मृत्यु आ पर गोटे श्लोक भी रही। भगवान कहते अर्जुन जे आत्मा बोली यदि चिंता न करुच तुम्हें यदि चिंता करुच जे मनुष्य भी मरुची आत्मा भी मरुची आत्मा भी तो मरबा सुनिश्चित। तुम्हें सही प्रकार भी तुम्हें शोक को दूर कर ताहा मध्य सही चिंतन मध्य तुमको शोक करिवार
विषय ही नुहे। जदि शरीर सहित आत्मा भी जदि तुम्हें मृत्यु बोली भावुच, आत्मा भी नष्ट हो जाए बोली भावुच, तेबे नष्ट हेबा तो ये सिद्धांत अटे, तापे सुख करिवार किछि आवश्यक नुहे। किंतु हे अर्जुन, जातस्य हि ध्रुव मृत्यु, ध्रुवं जन्म मृतस्य च, तस्मात् अपरिहार्यते न त्वं स्वचितुर्महसि। अर्जुन, वास्तव में जे जन्म होइछि तार मृत्यु सुनिश्चित अटे, तार मृत्यु सुनिश्चित अटे, एवं जहार मृत्यु होइछि तार पुनर्जन्म मध्य सुनिश्चित अटे। तेणु अर्जुन, इस शरीर प्रति दया करिवा एवं ताहा पई कर्तव्य को विमुख करिवा ये कौन से प्रकार उचित नुहे। तेणु तुम्हें ए दयार भाव बाहर को आस, आत्मर भाव रे तुम्हें चारण कर। अर्जुन, तुम्हें जो सुख कथा कहूच ना, मु कौन सुख पाइबी? वास्तव में सुख भौतिकतारे न थाए, सुख रही है कर्तव्य पालन रे। सुख रही है कर्तव्य पालन रे। कर्तव्य पालन रे जदि तुम्हें मृत्युवरण करुच, तेबे तुम्हें स्वर्ग प्राप्त करिवो। कर्तव्य पालन रे मृत्युवरण कले स्वर्ग प्राप्त करिवो। एवं कर्तव्य पालन करी यदि तुम्हें जीति पारुच राजा हेब। किंतु यदि कर्तव्य पालन न करिवो, कर्तव्य पालन न करिवार पापर तुम्हें भागीदारी हेब। कर्तव्य पालन न करिवा द्वारा तुम्हें पापर भागीदारी हेब। एवं जो मानक प्रति तुम्हें दयार भाव रखी युद्ध करी नहीं कहुच, सही माने ही तुमको अपमान निंदा करिवे, इतिहास तुमको क्षमा करिव नाही। एवं सही माने ही कहिवे अर्जुन डरी युद्ध को पलायन कला। एवं जो माने तुमर अनुसरण करी, तुमर वीरत्व को अनुसरण करी युद्ध पाई उपस्थित होइचंती, सेमाने मध्य स्थान त्याग करिदेबे। हे अर्जुन, भौतिक सुख कर्मर फल रे प्राप्त हुए नहीं। वास्तव में भौतिक सुख कर्तव्य कर्म रे प्राप्त होता है। तेणु कर्तव्य को पालन करिवार शिख, कर्तव्य को पालन करने को शिखा। कर्तव्य ही मनुष्य को सुख प्रदान करिथाए। कर्तव्य ही सुख प्रदान करिथाए। सुख दुख लाभ क्षय क्षति ये सबू सम्मान दृष्टि विचार न करी केवल कर्तव्य पालन दृष्टि करा जाए। यह कले मु सुख प्राप्ति करी ना दुख प्राप्ति करी, यह कले मते सम्मान मिलिबो ना असम्मान मिलिबो, ताकू चिंता न करी वास्तव में तुमर जहा कर्तव्य ताको करिवा उचित अटे। हनुमान चिंता करनथिले जे शरीर रे अग्नि लागिबा परे मध्य से एतिकी प्रकार युद्ध करि परिबे। से केवल चिंता करथिले रावण अन्याय करिछि, अधर्म करिछि, माता सीता को अपहरण करिछि, जदि मोर लांगड़ रे जदि अग्नि युक्त हला, मु मरिबा पूर्व मध्य मु भगवानंकर विजय टंका सुनिश्चित करिनेबी। तार कर्तव्य मांकड़र कर्तव्य हला एठिकी सेठिकी डेइबा, एठिकी सेठिकी डेई 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 चतुर्दिक को अग्नि निक्षेप करी ध्वंस करदेले, ध्वस्त करदेले। तो केवल कर्तव्य पालन परिणति ऊर्ध को उठी
अर्जुन कर्तव्य पालन रे तुम्हें आनंद प्राप्त करिब। केवल कर्म रे मनुष्य को आनंद मिले नहीं, कर्म आध्यात्मिक युक्त हेबा ये आवश्यक अटे। आध्यात्मिक ज्ञान सहित निर्धारित कर्म करिवा ये आनंद प्रदान करिथाए। केवल कर्म आनंद दिए नहीं कि केवल आध्यात्मिक बिना कर्म रे ताहा मध्य आनंद प्राप्त हुए नहीं। तेणु अर्जुन तुम्हें व्यवसायत्मक बुद्धि को निजर करा। व्यवसायत्मक बुद्धि समय तो बहुत है। आपण मैंने देखिथिबे पान दुकान मिठा पान दे कहले से कौन करिवो माने 10-12 प्रकार मसला मिठा पान रे पकेइबो। से डब्बा एई प्रकार सजा ହେଇଥିବ माने हाथ माने जीव माने सेई जिंस ही आसुथबो। जदि आपण जदि डब्बा जदि एपट सेपट करदेबे तबे पानर बेध्य माने मसला भी अलगा हो जाए। तेणु से कौन करते गोटे जगार ही सब डब्बा रखते। तो व्यवसाय सदाबले एक दृष्टि करा जाए। एक दृष्टि कहीं समय से बहुत क्रिटिकल रहता है। तो एक दृष्टि कर्म करवा ये हूँ व्यवसायत्मक बुद्धि। व्यवसायत्मक बुद्धि व्यवसाय बोले नाम आसी जहा हो व्यवसाय बुद्धि तुम्हें एक लक्ष्य रे तुम्हें तुमर कर्तव्य को पालन कर। जार मन ए संसार भौतिकता प्रति आग्रह बा भौतिकतार प्रति आग्रह थाए से केबे हेले आनंद प्राप्त करि पारे नाही। से कर्तव्य रे निष्ठा करि पारे नाही। हे अर्जुन युद्ध करवा हूँ तुम कर्तव्य। तुम हूँ क्षत्रिय, तुम शरीर हूँ क्षत्रिय शरीर एवं क्षत्रिय शरीर कर्तव्य हला युद्ध करवा एवं ताहा मध्य तुमर अधिकार। किंतु परिणति कर्म फल ये तुमर अधिकार नहीं। तेणु तुम्हें कर्म फल को त्याग करी केवल युद्ध कर। यदि कर्म फल मोर नुहे तेबे कर्म करिवार प्रेरणा मते किए प्रदान करिवो। यदि कर्म फल मोर नुहे तेबे कर्म करिवार प्रेरणा किए। देखंतु आमे मनकर किछि कर्म करूचे तो ताहार फल मध्य आमे चिंता करूचे जे फल मते एया मिलिबो कि सेया मिलिबो। जेहेतु कर्म फल मोर नुह तेबे कर्म करिवार प्रेरणा मते किए दबो। तो भगवान कहउचंती अर्जुन कर्म फल नथाई मध्य प्रेरणा प्राप्त करि हबो। काहेकि ना कर्तव्य निष्ठ अनासक्त कर्म मनीष को आत्मज्ञान सहित साक्षात करे थाए एवं आत्मज्ञानी मनुष्य भगवान परमात्मांकर ध्यान करि थाए, परमात्मांकर ज्ञान प्राप्त करि थाए एवं परमात्मा ज्ञान मनुष्य को आत्मसमर्पण करिवार शक्ति सामर्थ्य सहाय्य करिथाए एवं ताहा भौतिक दुनिया व भौतिक आकर्षण रु मुक्ति करिथाए एवं मनुष्य भौतिक आकर्षण रो मुक्ति रु ही सी मोक्ष व वैकुंठ को प्राप्त करिथाए। हे अर्जुन प्रजहाति यदा कामान सर्वान पार्थ मनोगतान आत्मनिवात्मना तुष्टः स्थित प्रज्ञ इति उच्यते। तुम्हें स्थित प्रज्ञ हो, तुम्हें स्थित प्रज्ञ हो। स्थित प्रज्ञ मनुष्य
ଦ୍ୱନ୍ଦ୍ୱରୁ ମୁକ୍ତ ହୁଏ। ତୁମେ ସ୍ଥିତ ପ୍ରଜ୍ଞ ହୁଅ, ଅର୍ଥାତ୍ ଯେଉଁ ଜ୍ଞାନକୁ ତୁମେ ପ୍ରାପ୍ତ କରିଛ, ଯେଉଁ ଆତ୍ମଜ୍ଞାନ, ସେ ଆତ୍ମଜ୍ଞାନରେ ସ୍ଥିର ରୁହ। ଆଜି ଏମିତି ନାହିଁ ଯେ ଭଗବତ ଗୀତା ଆମେ ପଢିଦେଲୁ, ଆତ୍ମା ବିଷୟରେ ପଢିଦେଲୁ, ଆତ୍ମା ବିଷୟରେ ରହିବା ଉଚିତ, ମୁଁ ଭଲ ପିଲା ହେବା ଉଚିତ, ରାତ୍ରି ସରିଲା, ସକାଳେ ଉଠିଲେ କେତେ କର୍ତ୍ତବ୍ୟ ଅଛି, କଣ ଖାଲି ଭଗବତ ଗୀତା ବିଷୟରେ ଆମେ ରହିଲେ ହବ କି? ସରିଲା। ନାଇଁ ତ ମନୁଷ୍ୟ ଏହା ଦ୍ୱାରା ପୁଣି ଦ୍ୱନ୍ଦ୍ୱ ଭିତରେ ଗତି କରିବ। ଅର୍ଜୁନ, ତୁମେ এই ସ୍ଥିତପ୍ରଜ୍ଞ ସ୍ଥିତିକୁ ପ୍ରାପ୍ତ କର। ଯିଏ ସ୍ଥିତପ୍ରଜ୍ଞ, ସେ ସୁଖ ଏ ବାହ୍ୟ ଜଗତରେ, ଭୌତିକ ଜଗତରେ ଖୋଜି ନଥାଏ, ସେ ନିଜ ଭିତରେ ଖୋଜିଥାଏ। ଯେମିତି କଇଁଚକୁ ବିପତ୍ତି ଆସିଲେ ସେ ନିଜ ଭିତରେ ସମାହିତ ହୋଇ ରହିଯାଇଥାଏ, ସେଥିପାଇଁ ସ୍ଥିତପ୍ରଜ୍ଞ ବ୍ୟକ୍ତି ଏହି ଭୌତିକ ଜଗତର ଆକର୍ଷଣରେ ଯେଉଁ ବିପତ୍ତି ଆସିଥାଏ, ଯେମିତିକି ଆମେ କଣ କରୁଛେ, ଘରେ ମାନେ ଯେତେବେଳେ ଘଡଘଡି ଚଟଚଟ ମାରିବ, ବାହାରେ ବିପଦ, ଘର ଭିତରେ କଣ କରିଥାଉ, କିଛି ସମୟ ଚୁପ ହେଇ ରହିଥାଉ, ଏବଂ ପରବର୍ତ୍ତୀ ପରିସ୍ଥିତିରେ ଯେତେବେଳେ ସବୁ କିଛି ସମାନ ହେଇଯାଏ, ଆମେ ବାହାରେ ଯେମିତି ରମଣ କରୁଛେ ସେମିତି ରମଣ କରିପାରିବା। ତ ସ୍ଥିତପ୍ରଜ୍ଞ ବ୍ୟକ୍ତି ସେଇ ପ୍ରକାର ଭାବରେ ନିଜ ଭିତରେ ସେ ସମାହିତ ହେଇ ରହିଥାଏ ଏବଂ ଭଗବାନଙ୍କର କାର୍ଯ୍ୟରେ ବା ଭଗବାନଙ୍କ ସହିତ ସେ ସଦାବେଳେ ସନ୍ତୁଷ୍ଟ ହେଇଥାଏ। ଅର୍ଜୁନ, ତୁମେ ସ୍ଥିତପ୍ରଜ୍ଞ ହୁଅ ଏବଂ ଦ୍ୱନ୍ଦ୍ୱରୁ ମୁକ୍ତ ହୁଅ। ତ ଅର୍ଜୁନ କହୁଛନ୍ତି, ଏମିତି ବ୍ୟକ୍ତି ତ ଅଛନ୍ତି, କିନ୍ତୁ ବେଳେ ବେଳେ ଦେଖାଯାଇଥାଏ ଏ ପ୍ରକାର ବ୍ୟକ୍ତି ବିପଥଗାମୀ ହେଇଯାଇଥାନ୍ତି। ବିପଥଗାମୀ, এই ପ୍ରକାର ବ୍ୟକ୍ତିର ବିପଥଗାମୀ ହବାର କାରଣ କଣ? ତ ଭଗବାନ କହୁଛନ୍ତି, ଅର୍ଜୁନ, ଧାୟତେ ବିଷୟାନ ପୁଂସ ସଙ୍ଗେ ସ୍ତେଷୁ ଉପଜାୟତେ। ହେ ଅର୍ଜୁନ, ମନୁଷ୍ୟ ବେଳେ ବେଳେ କଣ କରିଥାଏ ନା କୌଣସି କାରଣରେ କିଛି କାମନା ସହିତ ଯୁକ୍ତ ହେଇଯାଇଥାଏ ଏବଂ କାମନାଟା ଇନ୍ଦ୍ରିୟରୁ ଆସିଥାଏ। ତ ଇନ୍ଦ୍ରିୟର ବିଷୟ ସହିତ ସେ ଯୁକ୍ତ ହେଇଥାଏ। ଆମେ କହିବା ଯେ ମତେ ଜଣେ ଉଦାହରଣ ଥିଲା, ଯେତେବେଳେ ସନ୍ନ୍ୟାସୀ ସେ ତାଙ୍କର ଯୋଉ ଲୁଗା ଚିରିଗଲା, ସେ ତାକୁ କଣ କଲେ, ଭୂଷା କାଟି ଦେଇଛି, ତ ମୂଷା ପାଇଁ ସେ ଗୋଟେ ବିରାଡ଼ି ରଖିଲେ। ବିରାଡ଼ି ପାଇଁ ପୁଣି ତ କ୍ଷୀରର ଆବଶ୍ୟକ, ସେଥିପାଇଁ ଗାଈ ରଖିଲେ। ଗାଈର ସେବା କରିବା ପାଇଁ କଣ କରିବାକୁ ପଡିବ ନା, ଗୋଟେ ସ୍ତ୍ରୀ ଲୋକ ରଖିବାକୁ ପଡିବ। ତେଣୁ ବାହା ହେଇଗଲେ, ତାପରେ ସନ୍ତାନ ପିଲା ଛୁଆ ଭିତରେ ପଶିଗଲେ, ବାସ୍ତବରେ ଯେଉଁ ସନ୍ନ୍ୟାସୀ କର୍ମ ତାକୁ ଭୁଲିଗଲେ। ତ ସେଇ ବିଷୟ ଆମେ ଦେଖିପାରିବା ଯେ ବିଷୟ, ଇନ୍ଦ୍ରିୟ ବିଷୟ ସେ ସଦାବେଳେ କଣ କରିଥାଏ ନା ମଣିଷକୁ ବିଭିନ୍ନ ପ୍ରକାର ଆକର୍ଷଣ ଦେଇଥାଏ। ମଣିଷ ଯଦି ମାନସିକ ଭାବରେ ମତେ ପୂଜା ପାଇଁ ଗୋଟେ ସୁନ୍ଦର ଗୋଟେ ଲୋଟାର ଆବଶ୍ୟକ ଅଛି, ସେ ଲୋଟା କେମିତି ପାଇବାର ଅଛି, କଣ କରିବାର ଅଛି, କାହାକୁ ମାଗିବାର ଅଛି, କିଏ ଦେଇପାରିବ, କଣ କରିବ, ଏ ଭିତରେ ବି ଭୌତିକତା ଜାଗ୍ରତ ହେଇଥାଏ, କାମନା ଜାଗ୍ରତ ହେଇଥାଏ। ତ ଏଇ କାମନାରୁ ଦୂରକୁ ରହିବାକୁ ପଡିବ। ଯଦି ନ ରହିବା ତେବେ କଣ ହେବ? ତ ଭଗବାନ ମତେ ସବୁ ଦେଲେ, ଗୋଟେ ଭଲ ସୁନ୍ଦର ଲୋଟାଟେ ଦେଇଥିଲେ, ମୁଁ ତ ଭଗବାନ ହିଁ ପାଣି ଦେଇଥାନ୍ତେ ନା ସେଇଥିରେ। ଭଗବାନ ଲୋଟାଟେ ଦେଲେନି, କେମିତି ଲୋଟାଟେ ଆସିବ, କାହାକୁ ମାଗିବି, ଆବିଳତା ଆରମ୍ଭ ହେବ। ଏବଂ ଯଦି ମିଳିଗଲା ତ ଦେଖ ମୁଁ ଏଇଆ କରିଦେଲି, ଲୋଟାଟା ତ ସିନା ହେଲା, ଆମର ଆଶା ବାଡିଟା ଟିକେ ସୁନ୍ଦର ହେଲାନି, ବା ଆଶା ବାଡିଟା ଭାଙ୍ଗିଗଲାଣି, ଆଉ ଗୋଟେ ଭଲ ଆଶା ବାଡିଟେ ଦରକାର। ଆଶା ବାଡିଟେ ପରେ ଆଉ କଣ ଦରକାର, ଆଉ କଣ ଦରକାର। ଏ ମୁଁ ସାଧାରଣ କଥା କହୁଛି, ଜୀବନରେ ତ ଆମ ଅନେକ ବିଷୟ ଆମର এই ପ୍ରକାର ଆକର୍ଷଣରେ ଆସିଥାଏ। ସେଇ ବିଷୟକୁ ଯଦି ଆମେ ନେଇଯିବା, ଯଦି ମିଳିଗଲା ଲୋଭ, ନ ମିଳିଲା କ୍ରୋଧ ହେବ, ନାଇଁ କି? ଭଗବାନ, ମୁଁ ସେଇଆ ଚାକିରି କରୁଛି, ସିଏ ଏୟା ଚାକିରି କରୁଛି,
ମୁଁ ଯେତିକି ଦରମା ପାଉଛି ସେ ବି ସେତିକି ଦରମା ପାଉଛି, କିନ୍ତୁ ଭଗବାନ ତାକୁ 3 ମହଲା ଘର ଦେଇଛନ୍ତି, ମତେ ଗୋଟେ ମହଲା ବି ଘର ଦେଉନାହାନ୍ତି। ତାହାର ପରିସ୍ଥିତି ଅଲଗା, ଆମର ପରିସ୍ଥିତି ଆମର ଅଲଗା। ସେ ପରିସ୍ଥିତିକୁ ସ୍ୱୀକାର ଯଦି ଆମେ ନ କରିପାରିବା, କଷ୍ଟ ନିଶ୍ଚିତ ପାଇବା। ଏବଂ ସେ କଷ୍ଟ, ସେ କାମନା ଆମକୁ କ୍ରୋଧାନ୍ୱିତ କରିବ। ଏବଂ କ୍ରୋଧ କଣ କରିଥାଏ ନା ମଣିଷକୁ ସମ୍ମୋହନ କରିଦେଇଥାଏ। କ୍ରୋଧ ମଣିଷକୁ ସମ୍ମୋହନ କରିଥାଏ। ଏହି ପ୍ରକାର ସମ୍ମୋହନ, ସିଏ ତାର କର୍ତ୍ତବ୍ୟ କର୍ମକୁ ଭୁଲି ଯାଇଥାଏ। ସେ କଣ କରିବା ଉଚିତ, କଣ ନ କରିବା ଉଚିତ, ତାକୁ ସିଏ ଭୁଲି ଯାଇଥାଏ। ତାକୁ ସିଏ ଭୁଲି ଯାଇଥାଏ। ଏବଂ ଯେତେବେଳେ ମନୁଷ୍ୟ କୌଣସି କାରଣରୁ ତାହାର କର୍ତ୍ତବ୍ୟକୁ ଯଦି ଭୁଲିଗଲା, ତେବେ ତାର ଚେତନା ଶକ୍ତି ନଷ୍ଟ ହେଇଥାଏ। ତାର ଚେତନା ଶକ୍ତି ନଷ୍ଟ ହେଇଯାଇଥାଏ। ଏବଂ ଯାହାର ଚେତନା ଶକ୍ତି ନଷ୍ଟ ହେଇଗଲା, ସିଏ ମନୁଷ୍ୟ ପତିତ ହେବା ସୁନିଶ୍ଚିତ ଅଟେ। ଅର୍ଜୁନ, ସେ ମନୁଷ୍ୟ ପତିତ ହେବା ସୁନିଶ୍ଚିତ ଅଟେ। ତେଣୁ ମନୁଷ୍ୟ ପତିତରୁ ଯଦି ଉଦ୍ଧାର ପାଇବାର ଅଛି, ତେବେ କାମନାରୁ ମୁକ୍ତ ହେବା ଦରକାର, କ୍ରୋଧରୁ ମୁକ୍ତ ହେବା ଦରକାର। ତ ଅର୍ଜୁନ, ବେଳେ ବେଳେ ଉତ୍ତମ ମନୁଷ୍ୟ ମଧ୍ୟ ଏହି ପ୍ରକାର ପତିତ ହେଇଥାନ୍ତି। ତ ଇଏ ରହିଲା ଆଜିର ଯେଉଁ ବିଷୟ। ଆମେ